नमस्कार सर कृषि जागरण स्वतंत्र लाइव सेशन को स्वागत करुछि मु सुदेशना आज आम सहित जोग देइछंती जणे डॉक्टर सुशांत कुमार जट फार्म सुपरिटेंडेंट आईसीएआर सीआरआई रीजनल सेंटर डुमडुमा भुवनेश्वर आज विषय वस्तु रही कैंसर रोकिबो कंदमूल चलतु तांको सहित आज आमे कथबार्ता हेबा। तो प्रथमे तो सर आपण आम सहित जोग देकी आज आपनको केमिति लागुछि से ऊपर किछि कहिबे। बहुत खुशी लाଗୁଛି ଯେ ଆପଣ ଗୋଟେ ବହୁତ ବଡ ଟପିକ ରଖିଛନ୍ତି ଯେ କ୍ୟାନ୍ସର ରୋକିବ କନ୍ଦମୂଳ। ଆଜ୍ଞା ଆଉ ଆମେ ଯେହେତୁ କେନ୍ଦ୍ରୀୟ କନ୍ଦ ଫସଲ ଅନୁସନ୍ଧାନ ସଂସ୍ଥାରେ କାର୍ଯ୍ୟରତ ଅଛୁ ଏଇ କନ୍ଦମୂଳ ଉପରେ ଆମର ଗବେଷଣା ହଉଛି। ତେଣୁ ଆଜି ଟପିକ ଟା ବହୁତ ଭଲ ଅଛି ଆଉ ଏଇଟା ଲୋକମାନଙ୍କ ପାଇଁ ବହୁତ ଭଲ ଉପଯୋଗ ତଥ୍ୟ ମିଳିବ କିଛି ନା କିଛି। ଆଜ୍ଞା ତ ସାର୍ କନ୍ଦମୂଳ ଫସଲ କଣ ସେ ଉପରେ ଟିକେ କିଛି କହିବେ। କନ୍ଦମୂଳ ଗୋଟେ ଆମର କନ୍ଦ ଫସଲ ମଧ୍ୟରେ ଏହାକୁ କନ୍ଦ ଫସଲର ରାଣୀ ବୋଲି କହନ୍ତି ବା ରାଣୀ କନ୍ଦ ବୋଲିକି ମଧ୍ୟ କୁହାଯାଏ। ଏହାର ଇଂରାଜୀ ନାମ ସୁଇଟ ପଟାଟୋ, ବୈଜ୍ଞାନିକ ନାମ ହେଲା ଆଇପୋମିଆ ବାଟାଟାସ। ଆଉ ଜେନେରାଲି ଏହାକୁ ପୁଅର ମ୍ୟାନ କ୍ରପ୍ ବୋଲିକି ଅନେକ ଭାବନ୍ତି। କିନ୍ତୁ ଏଇଟା ଗୋଟେ ସୁପର ଫୁଡ ହିସାବରେ ବର୍ତ୍ତମାନ ପାଇଁ ବ୍ୟବହାର କରାହଉଛି। କାହିଁକି ନା ଆର ଖାଦ୍ୟ ଗୁଣ ସାଙ୍ଗେ ସାଙ୍ଗେ ବହୁତ ଗୁଡିଏ ଔଷଧୀୟ ଗୁଣ ମଧ୍ୟ ରହିଛି। ଅ ଆମର କେନ୍ଦ୍ରୀୟ କନ୍ଦ ଫସଲ ଅନୁସନ୍ଧାନ ସଂସ୍ଥା ତରଫରୁ ହାରାହାରି 20ରୁ ଅଧିକା କିସମ ଗୁଡା ଯୋଉ ଉନ୍ନତ ମାନ କିସମ ବାହାରିଛି। ସେଥିମଧ୍ୟରୁ ଗୋଟିଏ ହଉଛି କିଷାନ, କଳିଙ୍ଗ, ଶ୍ରୀଭଦ୍ରା, ପୂଷା ସଫେଦ, ସୌରିନ, ଗୌତମ, ଶଙ୍କର, ଶ୍ରୀ କନକ, କାଞ୍ଚନଗଡ଼, ସମ୍ରାଟ ଏମିତି ଅନେକ ଗୁଡ଼ିଏ କିସମ ବାହାରିଛି ଯେଟା ହଉଛି ଧଳା ରଙ୍ଗର ଶସ ଥିବା କନ୍ଦମୂଳ। କିନ୍ତୁ ଆମର କିଛି ମେଡିସିନାଲ କନ୍ଦମୂଳ ବା ବାୟୋଫର୍ଟିଫାଏଡ କନ୍ଦମୂଳ ମଧ୍ୟ ବାହାରିଛି। ଯୋଉଟା କି ଆମର ବର୍ତ୍ତମାନ ପାଇଁ ସାରା ଭାରତରେ ଏହାର ଚହଳ ସୃଷ୍ଟି କରିଛି ଯୋଉଟା କି ଆମର କିଛି କନ୍ଦମୂଳ ଅଛି ଭିଟାମିନ ଏ ରେ ଭରପୁର ଥାଏ। ଆଉ କିଛି କନ୍ଦମୂଳ ଅଛି ଆଣ୍ଟି ଅକ୍ସିଡାଣ୍ଟ ବା ବିଟା କ୍ୟାରୋଟିନ ବା ଆନ୍ଥୋସାଇନିନ ରେ ଭରପୁର ଥାଏ। ସେ ମଧ୍ୟରୁ ଆମର କିଛି ଭେରାଇଟି ଅଛି ଅରେଞ୍ଜ ପ୍ଲେସ ଭେରାଇଟି ଯୋଉଟା କି ଆମର ବହୁ ସୁନା, ଗୌରୀ, ପୂଜା, ଭୂ କାନ୍ତି, କମଳା ସୁନ୍ଦରୀ ବା ବିଧାନ କୁସୁମ ବୋଲିକି ତାକୁ କହୁଛେ। ଏ ବିଧାନ ଜ୍ୟୋତି ବୋଲିକି ଏମିତି ଅନେକ ଗୁଡିଏ କିସମ ବାହାରିଛି ଯୋଉଟା କି ଭିତରଟା ହଉଛି କମଳା ରଙ୍ଗର କନ୍ଦମୂଳ। ଏଇ କମଳା ରଙ୍ଗର କନ୍ଦମୂଳ ବିଟା କ୍ୟାରୋଟିନ ନାମକ ତତ୍ଵ ଏଥିରେ ଅଛି ଏଇଟା ଭିଟାମିନ ଏ ରେ ଭରପୁର। ତା ବାଦ ଆପଣଙ୍କ ଟପିକ ଯୋଉଟା ଅଛି ଯେ କ୍ୟାନସର ରୋକିବ କନ୍ଦମୂଳ ବର୍ତ୍ତମାନ ପାଇଁ ଆମେ ସେଇ କନ୍ଦମୂଳ ଭେରାଇଟି ବିଷୟରେ କଥା ହବା। ସେଇ ଆଜ୍ଞା କନ୍ଦମୂଳ ଭେରାଇଟିରେ ଆମ ପର୍ପଲ ଫ୍ଲେସ ବା ଆମେ ନାରଙ୍ଗୀ ରଙ୍ଗର କନ୍ଦମୂଳ ନାରଙ୍ଗୀ ରଙ୍ଗର ଶସ ଥିବା କନ୍ଦମୂଳ ସେ ମଧ୍ୟରୁ ଆମର କିଛି ଭେରାଇଟି ବାହାରିଛି ଯୋଉଟା କି ଭୂ କୃଷ୍ଣା ଆଉ ଶ୍ରୀ ଅରୁଣିମା। ହୁଁ ଅ ଯୋଉ ଆପଣଙ୍କର ବିଷୟ ବସ୍ତୁଟି ରହିଛି ଯେ ହୁଁ କ୍ୟାନସର ରୋକିବ କନ୍ଦମୂଳ ଏଇ ଆଜ୍ଞା କ୍ୟାନସର ରୋକିବ କନ୍ଦମୂଳ ଯୋଉ ଆପଣ ଟପିକ ଟି ରଖିଛନ୍ତି ଆ ଦେହରେ ଏଇ ଯୋଉ ଭେରାଇଟି ହଉଛି ଆମର ଆନ୍ଥୋସାଇନ ନାମକ ଏକ ତତ୍ଵ ଥିବା ବା ହୁଁ ପର୍ପଲ ଫ୍ଲେଶ ସୁଇଟ ପଟାଟୋ ବା ହୁଁ ନାରଙ୍ଗୀ ରଙ୍ଗ ଥିବା ନାରଙ୍ଗୀ ରଙ୍ଗ ଶସ ଥିବା ହୁଁ କନ୍ଦମୂଳ କୁଷମ କ୍ୟାନସର ସାଧାରଣତଃ ରୋକିଥାଏ। ଆଜ୍ଞା ସେଇ ଭେରାଇଟି ମଧ୍ୟରୁ ଆମର ଦୁଇଟି ଭେରାଇଟି ବାହାରିଛି ଆମର ଏଇ କେନ୍ଦ୍ରୀୟ କନ୍ଧ ଫସଲ ଅନୁସନ୍ଧାନ ସଂସ୍ଥା ଯୋଉଟା କି ଆମର ଆଇଗିଣିଆ ଠାରେ ଅବସ୍ଥିତ। ଆଉ ସେଇ କନ୍ଧମୂଳର କିସମଟେ ଆମର ଗୋଟେ ହଉଛି ଭୂ କୃଷ୍ଣା ଆଉଟା ହଉଛି ଶ୍ରୀ ଅରୁଣିମା। ଆଜ୍ଞା ଆଉ ଏଇ କନ୍ଦମୂଳରେ ଆମର ଆଣ୍ଟି ଅକ୍ସିଡାଣ୍ଟ ବା ଆନ୍ଥୋସାଇନିନ ନାମକ ଏକ ତତ୍ଵ ଅଛି ଏଇ ଆନ୍ଥୋସାଇନିନ ଟା 85 ଏମଜି ରୁ 519 ଏମଜି ପ୍ରତି 100 ଗ୍ରାମ କନ୍ଦମୂଳରେ ଏଇଟା ଗୋଟିଏ ଆଣ୍ଟି ଅକ୍ସିଡାଣ୍ଟ ଭାବରେ କାମ କରେ ବା ସାର୍ ଆପଣଙ୍କର ଏଇଟା କ୍ୟାନସର ରୋକିବାରେ ଲୋ ଗ୍ଲାଇସାମିକ ସୁଗାର ଥିବାରୁ ଲୋ ଗ୍ଲାଇସାମିକ ସୁଗାର ସାର୍ ସାର୍ ଲୋ ଗ୍ଲାଇସେମିକ ଇଣ୍ଡେକ୍ସ ସୁଗାର ଥିବାରୁ ଆକୁ ଆମର ଯେତେକ ଡାଇବେଟିସ ପେସେଣ୍ଟ ମଧ୍ୟ 100% ଆକୁ ଖାଇପାରିବେ। ଆଜ୍ଞା ତାରେ ଆମର ହାଇ ଡାଇଟ୍ରି ଫାଇବର ଥିବାରୁ ଇଏ ଆମର କନଷ୍ଟିପେସନକୁ ମଧ୍ୟ ରୋକିଥାଏ। ଆଉ ତା ବାଦରେ ଏଇଟା ହଉଛି ଆମର ଅ ଫ୍ଲାଭୋନଏଡ ନାମକ ଏକ ଯୋଉ ଆଣ୍ଟି ଅକ୍ସିଡାଣ୍ଟ ପ୍ରପର୍ଟି ଅଛି ଏଇଟା ଆମର କଣ କରେ ନା ଆମର ଯେତେ ଅନଷ୍ଟେବୁଲ ମଲିକୁଲ ସବୁ ବଡିରେ ଅଛି ଅନଷ୍ଟେବୁଲ ମଲିକୁଲ ହୁଁ ହେଲା କି
ତାକୁ ଆମେ ଫ୍ରି ରାଡିକାଲ ମଲିକ୍ୟୁଲ ବୋଲି କହୁଛେ ବା ଅନଷ୍ଟେବୁଲ ମଲିକ୍ୟୁଲ, ଯୋଉଟା କି ଆମ ବଡି ପାଇଁ ବିଷାକ୍ତ ଜିନିଷ, ଯୋଉଟା କ୍ୟାନ୍ସର ସୃଷ୍ଟି କରେ। ସେଇଟା ଆମକୁ ଏଇ କନ୍ଦମୂଳ ଖାଇଲେ ଆମର କଣ ହବ ନା, ଯେତେ ଆମ ବଡିରେ ଫ୍ରି ରାଡିକାଲ ସବୁ ରହିଛି ସେଗୁଡାକୁ ସିଏ ବିଭିନ୍ନ ବାଟ ଦେଇକି ମଳ ହଉ ମୂତ୍ର ହଉ ତା ଦେହରେ ବାହାର କରିଦବ। ହେଲେ କଣ ହବ ନା, ଆମକୁ କ୍ୟାନ୍ସର ଆଉ ପର ମୁହୂର୍ତ୍ତରେ ହବ ନାହିଁ। ଯୋଉଟା ଆଜ୍ଞା କ୍ୟାନ୍ସର ସେଲ କରିଥାନ୍ତା ରହିକି କ୍ୟାନ୍ସର କରିଥାନ୍ତା, ସେଇ ଜିନିଷଟାକୁ ସେ ବଡିରୁ ବାହାର କରିଦବ। ଆଜ୍ଞା ଆଉ ସେ ଯୋଉ ରାଡିକାଲ ଗୁଡାକ ରହିଛି, ସେ ରାଡିକୁଲ ରେ ଆମର କଣ କଣ ରହିଛି ନା, ଗୋଟେ ହଉଛି ସାଇନାଇଡିନ, ହେଲା କି, ଗୋଟେ ହଉଛି ସାଇନାଇଡିନ ଯୋଉଟା କି ଆମର କ୍ୟାନ୍ସର କରେ। ଆଉଟା ହଉଛି ଡେଲଫି ନାଇଡିନ, ହେଲା କି, ଆଉଟା ହଉଛି ମାଲଭି ନାଇଡିନ, ଆଉଟା ଅଛି ପୋଲାର ଗୋନି ନାଇଡିନ, ହେଲା କି, ଆଉଟା ହଉଛି ପାୟୋନାଇଡିନ। ଏମିତି ଅନେକ ଗୁଡିଏ ଆମର ପ୍ଲାଭୋନଏଡ ବା ତାକୁ ଆମେ କହୁଛେ ଅନଷ୍ଟେବଲ ମଲିକୁଲ, ଯୋଉଟା କି ଆମେ ରାଡିକିଲ ବୋଲି କହୁଛେ, ସେଇଗୁଡା ଆମର ବଡିରେ ରହିଥାଏ। ଆ ସେଇ ରାଡିକୁଲ ଗୁଡା ଯେମିତି ଆଉ ଗୋଟେ ରହିଗଲା ପେଟୁନାଇଡିନ ବୋଲିକି, ଇଏ ଯେତିକ ସବୁ ମୁଁ କହିଲି ଏଗୁଡା ଆମର ହଉଛି ଫ୍ରି ରାଡିକାଲ ଗୁଡା। ଏଗୁଡା ବଡିରେ ରହିଲେ ଆମର କ୍ୟାନସର କରେ। ଆଉ ଆମର ଯୋଉ ଆନ୍ଥୋସାଇନ ନାମକ ତତ୍ଵ ଅଛି, ହୁଁ ଯୋଉ ଆନ୍ଥୋସାଇନିନ ଯୋଉ କମଳା ଯୋଉ ପର୍ପଲ ରଙ୍ଗର ଯୋଉ କଲର ଟା ରହିଛି ସେ ଯୋଉ କନ୍ଦମୂଳରେ, ସେଇଟା ଏଇ କ୍ୟାନ୍ସର କୁ ସିଧାସଳଖ ଫ୍ରି ରାଡିକାଲ ଗୁଡାକୁ ବାହାର କରିଦବ ବଡିରୁ। ତେଣୁ ଆମେ ତାକୁ ଆଣ୍ଟି ଅକ୍ସିଡାଣ୍ଟ ଭାବରେ ଗ୍ରହଣ କରୁ। ଆଉ ଯୋଉଟା କି ଆମେ ଆନ୍ଥୋସିନ ନାମକ ତତ୍ଵ ପାଇଁ ଏଇ ଜିନିଷ ଟା ହେଇଥାଏ। ଆଜ୍ଞା। ତ ସାର୍ ଆପଣ ଯୋଉ କହିଲେ ଏବେ, ତ ଏଇ ଯୋଉ କନ୍ଦମୂଳ ଫସଲର ମହତ୍ଵ କଣ କଣ ସବୁ ଅଛି? ହୁଁ, ଯେ କନ୍ଦମୂଳ ଫସଲକୁ ଆମର ମାନେ ଆମର ବହୁତ ପୁରୁଣା କାଳରୁ ଆମର ଚାଷ କରି ଆସୁଛନ୍ତି ଚାଷୀ ଭାଇ। କିନ୍ତୁ ଆମେ ଅନେକ ଗୁଡିଏ ରିସର୍ଚ୍ଚ କରିକି ଆମର ଅନେକ ଗୁଡିଏ କିସମ ଗୁଡା ବାହାରିଛି, ଯୋଉଟା କି ଆମର ଖାଲି ଆମେ ଖାଇବା ପାଇଁ ଖାଇବା ଗୁଣ ନାହିଁ, ତା ଦେହରେ ଔଷଧୀୟ ଗୁଣ ମଧ୍ୟ ରହିଛି। ଆଉ କନ୍ଧ ଫସଲର ଆମ ମଧ୍ୟରେ ଏହାକୁ ରାଣୀ ବୋଲିକି ଆମେ କହୁଛେ, କନ୍ଦା ଫସଲ ରାଣୀ ବୋଲି କହୁଛେ ବା କନ୍ଧମୂଳ ବା ରାଣୀ କନ୍ଦା ବି ମଧ୍ୟ କେତେକ କହିଥାନ୍ତି। ଯେ ରାଣୀ କନ୍ଦା ଏଇଥିପାଇଁ କହିଥାନ୍ତି ଯେ, ଯେମିତି ମାନେ ଆମର ରାଣୀ ଶବ୍ଦର ଅର୍ଥ ଆପଣ ବୁଝିପାରୁଥିବେ, କୁଇନ ବୋଲିକି ଆମେ ଯେମିତି କହୁଛେ, ବା ସେଇଭଳିଆ ସେନ୍ସ ନେଇକି ଆମେ କହୁଛେ ଯେ ଆ ଦେହରେ ସବୁ ଜିନିଷ ଭରପୁର ହେଇକି ଅଛି। ହୁଁ ଯେ ଆ ଦେହରେ ଆମର କଣ କଣ ଆମର ବେନିଫିଟ ଚାଷୀଙ୍କୁ ମିଳିବ ନା, ଇଏ ଏଥିରେ ଜମି ପ୍ରତି ଅମଳ କ୍ଷମତା ଅଧିକା, ହେଲା କି, କମ ଖାଇଲେ ଅଧିକା ଶକ୍ତି ମିଳେ। ଏଇଟା ସାଧାରଣତଃ ବର୍ଷର ସବୁ ସମୟରେ ଚାଷ ହେଇପାରିବ। ଆଉ ଏଇଟା ମାତ୍ର 100 ଡିଗ୍ରେସନ 100 ଦିନ ଭିତରେ ଏଇଟା ଆମର ଚାଷ ହେଇଯାଉଛି। ହୁଁ ଆଉ ଏଇଟା ପାହାଡିଆ ଢିପ ଜମିରେ ବର୍ଷା ଉପରେ ନିର୍ଭର କରିକି ମଧ୍ୟ ଚାଷ ହେଇପାରିବ। ଏଥିରେ ରୋଗ ପୋକ ପ୍ରାୟ କମ। ହୁଁ ଆଉ ଏଇଟା କମ ଦିନ ଅଧିକା ଦିନ ପର୍ଯ୍ୟନ୍ତ ସଂରକ୍ଷିତ ମଧ୍ୟ ରହିପାରିବ। ଆଉ ଆର ପତ୍ରକୁ ମଧ୍ୟ ଶାଗ ରୂପରେ ଆମେ ବ୍ୟବହାର କରିପାରିବା। ତେଣୁ ଏତେ ସବୁ ଗୁଣ ଥାଇ ଯେହେତୁ ଆମେ କହିଲି, ତେଣୁ କନ୍ଧ ଫସଲକୁ କନ୍ଧ ଫସଲ ମଧ୍ୟରେ ଏଇ ଯୋଉ କନ୍ଧମୂଳ ଫସଲର ଏକ ନିର୍ଦ୍ଦିଷ୍ଟ ମାନେ ବିଶେଷତ୍ୱ ରହିଛି। ତେଣୁ ଆମେ କହିଲେ ଅତ୍ୟୁକ୍ତି ହବ ନାହିଁ। ଆଜ୍ଞା, ତ ଏଇଟା କନ୍ଦମୂଳ କି କି ରୋଗ ସବୁ ଭଲ କରେ? କନ୍ଧମୂଳ ମୁଁ ଆପଣଙ୍କୁ ଟିକେ ପୂର୍ବରୁ ଜଷ୍ଟ କହୁଥିଲି ଯେ କନ୍ଧମୂଳ ଗୋଟେ ହଉଛି ବିଟା କ୍ୟାରୋଟିନ ନାମକ ଏକ ଯୋଉଟା ଅରେଞ୍ଜ ପଟାଟୋ ଅଛି, ସେଇଟା ବିଟା କ୍ୟାରୋଟିନ ନାମକ ତତ୍ଵ ଅଛି। ଏଇ ବିଟା କ୍ୟାରୋଟିନ ନାମକ ତତ୍ଵ ପାଇଁ ଏଟାକୁ ବିଟା କ୍ୟାରୋଟିନ ଯାହାକୁ କହୁଛେ, ଏଇଟା ହଉଛି ପ୍ରିକସର ଭିଟାମିନ୍ ଏ, ପ୍ରିକସର ଭିଟାମିନ୍ ଏ। ଏଟା ପର ମୁହୂର୍ତ୍ତରେ ଭିଟାମିନ କ ରେ ପରିଣତ ହେଇଥାଏ। ଭିଟାମିନ୍ କେ ଅଭାବ କ ଅଭାବରୁ ଆଉ ଭିଟାମିନ୍ ଏ ଅଭାବରୁ ଆମର ସାଧାରଣତଃ ଆଖି ଜନିତ ରୋଗ ହେଇଥାଏ। ଆଉ ଆମର ବ୍ଲଡ କୁ ଯୋଉ ହିମୋଗ୍ଲୋବିନ୍ ବହିବାରେ ଭିଟାମିନ ଏ ର ଆବଶ୍ୟକତା ରହିଛି। ଗର୍ଭବତୀ ମା ମାନଙ୍କ ପାଇଁ ଭିଟାମିନ ଏ ର ଆବଶ୍ୟକତା ରହିଛି, ପୁଷ୍ଟି ମାନେ ବଧ କରେ। ତେଣୁ ଭିଟାମିନ ବିଶେଷ କରିକି ଆମ ଆଖି ଜନିତ ରୋଗ ପାଇଁ, ଅନ୍ଧାରକଣା ରୋଗ ପାଇଁ ବା ବିଭିନ୍ନ ପ୍ରକାର ଆମର ବ୍ଲଡ଼ ଜନିତ ରୋଗ ପାଇଁ ଭିଟାମିନ୍ ଏ ର ଆବଶ୍ୟକତା ରହିଛି ବା ଭିଟାମିନ୍ କ ର ଆବଶ୍ୟକତା ରହିଛି। ତେଣୁ ଏଇଟାକୁ ଯଦି ଆମେ ଅରେଞ୍ଜ ପଟାଟୋ ଖାଉଛେ, ଆମର ଭିଟାମିନ୍ ଏ ବା ବିଟା ତତ୍ୱ ପାଇଁ ଆମର ଯାହା ବଡିର ଅଭାବ ପଡେ ଭିଟାମିନ କ ପାଇଁ, ସେଇଟା ଆମର ଫୁଲଫିଲ ହେଇଥାଏ। ଆଉ ଗୋଟେ କଥା କହିଲି ଯୋଉଟା କି ଆମର ଆନ୍ଥୋସାଇନିନ ବା ପର୍ପଲ ପଟାଟୋ ବା ଆମର
ନାରଙ୍ଗୀ ରଙ୍ଗ ଥିବା ଶସ ଥିବା କନ୍ଦମୂଳ, ଏଥିରେ ଆମର କ୍ୟାନ୍ସର ରୋକିବା ସାଙ୍ଗେ ସାଙ୍ଗେ ଆ ଦେହରେ ଆମର ଡାଇବେଟିସ୍ ଭଲ ହେଇଥାଏ, ବ୍ଲଡ ପ୍ରେସର ଭଲ ହେଇଥାଏ, ହାର୍ଟ ବିଭିନ୍ନ ପ୍ରକାର ଖାଲି ଯେ ଆମର ଇଏ ନୁହେଁ ଯେ କ୍ୟାନ୍ସର ରୋକିବ ତାହା ନୁହେଁ, ତା ବାଦ ଆନ୍ଥୋସାଇନ୍ ର କାମ ଅନେକ ଗୁଡ଼ିଏ ରହିଛି, ଯେମିତି ଆମର ହାର୍ଟ ଡିଜିଜ ପାଇଁ ମଧ୍ୟ ଇଏ ସାହାଯ୍ୟ କରେ, ଆଉ ବ୍ଲଡ ପ୍ରେସର ମଧ୍ୟ ଠିକ ନର୍ମାଲ ରଖେ, ଲୋ ବ୍ଲଡ ପ୍ରେସର ବେଶୀ କାମ କରେ ଆମର ଠିକ ନର୍ମାଲ କରିବା ପାଇଁ, ଏମିତି ଅନେକ ଗୁଡ଼ିଏ ଆମର ଆଦେହରେ ଆମର ହେଲ୍ପ ମିଳିଥାଏ। ତ ସାର୍ ଆଉ ଯୋଉ ଏଇ କନ୍ଦମୂଳର ଲଗେଇବାର ବିଧି କଣ ରହୁଛି? ହୁଁ, କନ୍ଦମୂଳ ଆମର ସାଧାରଣତଃ ଓଡିଶାର ଯେତିକି ଆମର ଜିଓଗ୍ରାଫିକାଲ ଏରିଆ ବା ଭୌଗୋଳିକ ସ୍ଥିତି ଅଛି, ଓଡିଶାର 3/4 ଜାଗା ହଉଛି ପାହାଡିଆ ଢିପ ଜମି। ଆଉ ଯୋଉଠି ପାଣି ଆଠି ହାରାହାରି ବାର୍ଷିକ ବୃଷ୍ଟିପାତ 1200 ମିଲିମିଟର ନେଇକି 1500 ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେଇଥାଏ। ତେଣୁ ଆମ ପାହାଡିଆ ଢିପ ଜମିରେ ଯେହେତୁ ଗଡାଣି ଜମି ସବୁ ପ୍ରାୟ ଜମି ଆଉ ଲାଲ ମୃତ୍ତିକା ରହିଛି, ଏଇ ପାହାଡିଆ ଢିପ ଜମିରେ କନ୍ଦମୂଳ ଫସଲ ବର୍ଷା ଦିନେ ବା ଖରିଫ ଋତୁରେ ବର୍ଷା ଦିନେ ଆମର ପାହାଡିଆ ଢିପ ଜମିରେ ହବ, ଆଉ ସମତଳ ଜମିରେ ଯୋଉଠି ପାଣି ସୁବିଧା ଅଛି ସେଠି ରବି ଋତୁରେ ମଧ୍ୟ ଆମେ କନ୍ଦ ଫସଲକୁ ଲଗେଇ ପାରିବା। ଆଜ୍ଞା ଆଉ ଏଇଟା ଆମର ଓଡିଶାରେ ଜାଣି ଖୁସି ହେବେ ଯେ ସାରା ଭାରତରେ ଓଡିଶା ହଉଛି 1 ନମ୍ବର ରାଜ୍ୟ କନ୍ଦମୂଳ ପ୍ରଡକ୍ସନ ରେ। ଆମ ଆଜ୍ଞା ଓଡିଶାର କ୍ଲାଇମେଟ ସାଙ୍ଗେ ସାଙ୍ଗେ ମୃତ୍ତିକା ଆଉ ଜଳ ମାନେ ଜଳବାୟୁ ଇଏ ବହୁତ ମାନେ ଭଲ ରହିଛି କନ୍ଦମୂଳ ଫସଲ ପାଇଁ, କନ୍ଦମୂଳ ଫସଲ। ଆଜ୍ଞା, ୟାର ଜଳ ଓ ଖାଦ୍ୟ ସାର ପରିଚାଳନା କେମିତି ରହେ? ହୁଁ, ଯେ ମୁଁ କହିଲି ଯେ ବର୍ଷା ଋତୁରେ ବର୍ଷା ଦିନେ ଯଦି ଆମେ ଲଗଉଛେ ଆମକୁ ଯଦି ଜମିରେ ପାଣି ଜମିବାକୁ ଦବା ନାହିଁ ପ୍ରଥମ କଥା। ବର୍ଷା ଦିନିଆ ଯଦି ଆମେ ଚାଷ କରୁଛେ, ମୁଁ କହିଲି ନା ଓଡିଶାର 3/4 ଜାଗା ହଉଛି ପାହାଡିଆ ଢିପ ଜମି, ଆଉ ଯଦି ଜମି ଆମେ ପାହାଡିଆ ଢିପ ଜମିରେ ଲଗଉଛେ ତ ପାଣି ଗଡିଯିବ ଠିକ ଅଛି। ଯଦି ସମତଳ ଜମିରେ ଆମେ ଲଗଉଛେ, ଆମେ ଯେତିକି ଜଳ ମଡେଇବା ପାଇଁ ଯେତିକି ଆମର ଆବଶ୍ୟକତା ରହିଛି, ଅଧିକା ଜଳ ହେଲେ ମଧ୍ୟ ଖରାପ ହେଇଯିବାର ସମ୍ଭାବନା ରହିଛି। ତେଣୁ ଆମକୁ ବର୍ଷା ଦିନେ ଯଦି ଆମେ ଲଗଉଛେ, ଜଳ ମଡେଇବା ଠିକ ଟାଇମରେ 10 ଦିନ ଅନ୍ତରରେ ଯଦି ବର୍ଷା ନ ହଉଛି 10 ଦିନ ଅନ୍ତରରେ ଆମେ ଥରେ ଥରେ ଭଲକି ମଡା ପାଣି ଦବା, ନଚେତ ଆମେ କଣ କରିବା ଯଦି ଏକ୍ସେସ ବର୍ଷା ହଉଛି ତାହେଲେ ଜଳ ନିଷ୍କାସନର ମଧ୍ୟ ବ୍ୟବସ୍ଥା କରିବା। ହୁଁ, ଆଉ ଯଦି ରବି ଋତୁରେ ଲଗଉଛେ ନିୟମିତ ହାରାହାରି 7 ରୁ 10 ଦିନ ଅନ୍ତରରେ ଆମେ ଗୋଟେ ଥର ପାଣି ଦେବା, ଆଉ ଅଧିକା ପାଣି ନ ମଡେଇକି ପୁରା ହୁଡା ଟାକୁ ନ ବୁଡେଇକି ପାଣି ନ ଦେଇକି ହୁଡାର 3/4 ଆମେ ପାଣି ଦବା, ଯୋଉଟା କି ଆମର ଘାସ ସେତେବେଳେ କମ ହେଇଥାଏ। ଆଉ ଯଦି ବୁନ୍ଦା ଜଳ ସୋଷଣ ଅଛି, ଏଇ ଫସଲ ପାଇଁ ବୁନ୍ଦା ଜଳ ସେଚନ ଯଦି ଆମେ କରୁଛେ, ଏଇ ବୁନ୍ଦା ଜଳ ସେଚନ ଟି ସର୍ବକୃଷ୍ଟ ରହିବ। କାହିଁକି ନା ଆମକୁ ଆମ କଣ୍ଟ୍ରୋଲ ଅନୁସାରେ ଆମେ ପାଣି ଦେଇପାରିବା। ଆଉ ଆଜ୍ଞା ଯଦି ଯାହାର ବୁନ୍ଦା ଜଳ ସେଚନ ନାହିଁ, ମଡା ପାଣି ଯଦି ଦଉଛେ ଆମେ କଣ୍ଟ୍ରୋଲ କଣ୍ଡିସନରେ ଆମେ ପୁରା କୁଣ୍ଡେଇ ନ ଦେଇକି ବିଲକୁ ଆମେ ହୁଡାର 3/4 ପର୍ଯ୍ୟନ୍ତ ଆମେ ପାଣି ଦବା, ଆଉ ଏକ ଅଂଶ ଭାଗ ଛାଡିଦବା, ସେ ତାର ତା ଦେହରେ ସିପେଜ ପାଣିରେ ବା ଭିଜି ହେଇକି ସେ ପାଣି ନେଇଯିବ। ଆଉ ଦଶ ଆଜ୍ଞା ଦିନ ଅନ୍ତରରେ ଆମେ ହାରାହାରି 7 ରୁ 10 ଦିନ ଅନ୍ତରରେ ରବି ଋତୁରେ ଦେଲା ବେଳେ 10 ଦିନ ଅନ୍ତରରେ ଆମେ 10 ରୁ 15 ଦିନ ଅନ୍ତରରେ ଆମେ ଦେଖିବା ବର୍ଷା ଦିନେ ପାଣି ଦେବା ଆବଶ୍ୟକ। ଆଜ୍ଞା, ତ ୟାର ଅମଳ ଓ ଅମଳ ପରବର୍ତ୍ତୀ ଯତ୍ନ କେମିତି ନଉଛନ୍ତି? ହୁଁ, ଯେ ଆମେ ଜାଣିବା ଯେବେଠାରୁ ଆମେ ଲଗଉଛେ 100 ରୁ 110 ଦିନ ଭିତରେ ଆମେ ତାକୁ ଅମଳ କରିଦବା ଦରକାର। କିସମ ନେଇକି କିଛି କିସମ ଅଛି 140 ଦିନ ପର୍ଯ୍ୟନ୍ତ ମଧ୍ୟ ହେଇଥାଏ। ତେଣୁ ଆମ କିସମ ନେଇକି ଆମେ ଅମଳ ଟା ସ୍ଥିର କରିବା ଦରକାର। ତେଣୁ 110 ଦିନରୁ 140 ଦିନ ଅନ୍ତରରେ ବିଭିନ୍ନ କିସମ ନେଇକି ଆମେ ଅମଳ କରିବା। ଦ୍ଵିତୀୟ କଥା ହେଲା ଅଧିକା ଦିନ ଆମେ ଯଦି ରଖିଦବା ଏଥିରେ ଗୁଣି ପୋକ ନାମକ ଏକ ପୋକ ଗୁଣି ପୋକ ବା ସାଇଲାସ ଫର୍ମି କାରିଆସ ନାମକ ଏକ ପୋକ ବା ଘୁଣି ପୋକ ବୋଲି ବା ଶୁଣ୍ଡି ପୋକ ବା ଗୁଣି ପୋକ ବୋଲିକି ଆମେ ତାକୁ କହୁଛେ, ସେ ପୋକଟା ଏଇ କନ୍ଦମୂଳର ବଡ ଶତ୍ରୁ। ଇଏ କଣ କରେ ନା ଅଣ୍ଡା ଦବା ପାଇଁ ସେ କନ୍ଦ ଭିତରେ ଫୁଟେଇକି ଖାଇବ ତାକୁ, ଆଉ ଯୋଉ ଗାତ ସୁଡଙ୍ଗ ହେଇଯିବ ସେଇ ସୁଡଙ୍ଗରେ ସେ ଅଣ୍ଡା ଦେଇଦିଏ, ଯାହାକି ଆମର କନ୍ଦମୂଳ ଟା ପିତା ହେଇଯାଏ। ବେଳେ ବେଳେ ଆମେ ଆଉ ଖାଇପାରିବା ନାହିଁ। ହଁ, ସେ ଗୋଟେ ଆଲକୋହଲ ଗୋଟେ ଏମିତି ଛାଡିବ ସେ ଅଣ୍ଡା ଚାରିକର, ଆମେ ତାକୁ ଯଦି ସିଝେଇକି ଖାଇବା ବା ପୁଡେଇକି ଖାଇବା ରାନ୍ଧିକି ଖାଇବା ସେ ସବୁ ପିତା କରିଦବ। ତେଣୁ ଆମେ ଧ୍ୟାନ ଦବା ଦରକାର ଯେ ମାଟି ଟା ନ ଫାଟିବା ଦରକାର।
ଜମିରେ ମାଟିଟା ଯଦି ଫାଟିଯିବ ମୂଳଟା, ସେ ମୂଳ ବାଟେ ସେ ଫଟା ବାଟ ଦେଇକି ସେମାନେ କଣ କରିବେ, ଗୁଡା ମାଟି ଭିତରକୁ ପଶିଯିବେ। ହୁଁ ପଶିଗଲେ କଣ ହବ ନା ପର ମୁହୂର୍ତ୍ତରେ ସେ ସେଇଠି ଅଣ୍ଡା ଦେଇଦେବେ, ଯୋଉଟା କି ଆମର ନଷ୍ଟ ହେଇଯିବ। ତେଣୁ ଆମକୁ ନିର୍ଦ୍ଦିଷ୍ଟ ସମୟ ଯାହା ରହିଛି 110 ଦିନ ଅନ୍ତରରୁ 140 ଦିନ ଭିତରେ ବିଭିନ୍ନ କିସମ ନେଇକି ଆମେ ଖୋଳିଦେବା ଦରକାର। ହଁ। ଦ୍ୱିତୀୟ ହେଲା ଖୋଳିବା ପୂର୍ବରୁ ବିଲକୁ ଠିକ ଅଳ୍ପ ମାନେ ପତର ଥିବ ସେଇ ସମୟରେ ଖୋଳିବା, ନହେଲେ କଣ ହବ ନା କନ୍ଦମୂଳ ଚୋପାଟା ଡ୍ୟାମେଜ ହେଇଯିବାର ସମ୍ଭାବନା ଅଛି। ଯଦି ଅଧିକା ହାର୍ଡ ହେଇଯାଇଛି ବିଲ, ଆମେ ଖୋଳୁଛେ, ତାହେଲେ ହାର୍ଡ ମାଟିରେ ଯେତେବେଳେ ଚାପି ହବ ବାଡେଇ ହବ, ସେ ସମୟରେ ଆମର କଣ ହବ ନା କନ୍ଦାଟା ଡ୍ୟାମେଜ ହେଇଯିବ, ଚୋପାଟା ନଷ୍ଟ ହବ। ଚୋପା ନଷ୍ଟ ହେଲେ କଣ ହବ ନା ତାର ସେଲ୍ଫ ଲାଇଫ ବା ଯୋଉ ରହିବାର ସଂରକ୍ଷଣର ରହିବା ସମୟଟା କମିଯିବ। ଆଜ୍ଞା ଥାର୍ଡ କଣ ନା ଆମେ ଯଦି ଅଧିକା ବତରରେ ବି ଖୋଳୁଛେ ମାଟି ଲାଗିକି ରହିବ ହେଲା। ତେଣୁ ସେତେବେଳେ ସେଇଥିପାଇଁ ଆମେ କହୁଛେ ନିର୍ଦ୍ଦିଷ୍ଟ ବତର ଥିବା ସମୟରେ ଯେତେବେଳେ ମାଟି ଧରି ନବା, ଯେମିତି ନରମ ଥିବ ପ୍ଲସ ପାଣି ନ ଲାଗୁଥିବ, ସେଇ ସମୟରେ ଆମେ ସେଇ ସମୟରେ ତାକୁ ଖୋଳିବା, ଯଦି ଆମ ଟ୍ୟୁବରଟା ଭଲ ରହିବ, ଚୋପାଟା ସୁରକ୍ଷା ରହିବ। ଆଉ ସେଇଟା ଯେମିତି ମାଟି ଝଡି ପଡୁଥିବ କନ୍ଦାରୁ ଖୋଳିଲା ସମୟରେ। ଆଉ ଗୋଟେ କଥା ହେଲା ଯେ ଆମେ ଖୋଳିଲା ପରେ ତାକୁ କ୍ୟୁରିଂ କରିବା। କ୍ୟୁରିଂ କଣ ନା ପ୍ରଥମ ଆମେ ଖୋଳିକି ସାଙ୍ଗେ ସାଙ୍ଗେ ବସ୍ତାରେ ନ ଭରି ଦେଇକି ଆମେ ତାକୁ କିଛି ସମୟ ଉପରେ ଶୁଖିବାକୁ ଦବା। ସୂର୍ଯ୍ୟାଲୋକରେ ହଉ ବା ପବନରେ ହଉ ଟିକେ ଶୁଖିବାକୁ ଦବା। ଶୁଖିବାକୁ ଦେଲେ କଣ ହବ ନା ଅଧିକା ଯୋଉ ମାଟି ଫାଟି ଲାଗିଥିବ ସେ ଅଟୋମେଟିକ ଧରୁ ଧରୁ ସେ ମାଟି ଧୂଳି ସେଗୁଡା ଛାଡିଯିବ। ଛାଡିଗଲେ କଣ ହବ ନା ତାର ଚୋପାଟା ଶକ୍ତ ହେଇଯିବ, କିଛି ଖରା ବାଜିକି ପବନ ବାଜିକି ଚୋପା ଶକ୍ତ ହେଇଯିବ। ତାପରେ ଆମେ ପ୍ୟାକିଂ କରିକି ବଜାରକୁ ପଠେଇବା। ବଜାରକୁ ଯେତେବେଳେ ପଠେଇବା, ସେତେବେଳେ ଆମକୁ ଜାଲି ଅଖା ବ୍ୟବହାର କରିବା ଦରକାର, ଯେ କି ତାର ଯୋଉ ଭେଣ୍ଟିଲେସନ ହବା ଦରକାର, ତା ଦେହରୁ ଯୋଉ ଜଳୀୟ ଅଂଶ ବାହାରୁଛି ସେ ଯେମିତି ପ୍ୟାକ୍ ହେଇକି ନଯାଏ। ଆମେ ଯଦି ପୁରା କଭର ଅଖାରେ ତାକୁ ଦେଇଦବା, ତାହେଲେ କଣ ହବ ନା ସେଇଟା ଜଳୀୟ ଅଂଶ ତାର ବାହାରକୁ ଆଉ ଯାଇପାରିବନି, ସେଇଠି ଧୀରେ ଧୀରେ ରଟିଂ ହବ ଆଉ ପଚିବା ଷ୍ଟାର୍ଟ ହବ। ହୁଁ ତେଣୁ ସେ ପ୍ରତି ଧ୍ୟାନ ଦେବା ଦରକାର। ଆଉ ଗୋଟେ କଥା ହେଲା ଆମକୁ ଯୋଉଠି ରଖିବା, ଯଦି ଗୋଡାଉନରେ ଆମେ ରଖୁଛେ 15 ଦିନ 10 ଦିନ 15 ଦିନ, ତାହେଲେ ସେଠି କଣ କରିବା, ଗୋଟା ସ୍ତର ନ ଶୁଖେଇକି ଗୋଟେ ସରୁ ସ୍ତରରେ ହାରାହାରି 6 ଇଞ୍ଚ ଭିତରେ ମୋଟା ରଖିକି ଆମେ ଶୁଖେଇବା ଦରକାର। ହେଲେ କଣ ହବ ନା ତା ଦେହରେ ପବନ ବାଜିବ, ଆଉ ସେଟା ସଢିବନି, ତା ଦେହରେ ହିଟ୍ ପ୍ରଡ୍ୟୁସର ହବନି, ସଢିବନି। ତେଣୁ ଆଜ୍ଞା ଇଏ ପ୍ରତି ଧ୍ୟାନ ଦେବା ଦରକାର। ଆଉ ଆଉ ଗୋଟେ କଥା ହେଲା ଯଦି ଆମେ ଅଧିକା ଦିନ ପର୍ଯ୍ୟନ୍ତ ସାଇତିକି ରଖିବାକୁ ଚାହୁଁଛେ ବା ପ୍ରୋସେସିଂ କରିକି ରଖିବାକୁ ଚାହୁଁଛେ, ତାହେଲେ ଆମେ ତାକୁ ସିଧାସଳଖ ତାର ଚୋପା ଛଡେଇକି ତାକୁ ଆମେ ଚିପ୍ସ କରିକି ତାକୁ ଗ୍ରାଇଣ୍ଡର ଯଦି ଆମେ ଡଷ୍ଟିଂ କରିଦବା, ପାଉଡର କରିଦବା, ତାହେଲେ ସେ 6 ମାସ ପର୍ଯ୍ୟନ୍ତ ସଂରକ୍ଷଣ ରହିବ। ଏଥିରୁ ଆମର ବିଭିନ୍ନ ପ୍ରକାର ପ୍ରଡକ୍ଟ ତିଆରି ହଉଛି, ଚିପ୍ସ, କୁରକୁରେ, ମ୍ୟାଗି, ଚାଉମିନ, ବିଭିନ୍ନ ପ୍ରକାର ଜିନିଷ ତିଆରି ହଉଛି କନ୍ଧାମୂଳରୁ, ଯୋଉଟା କି ପର ମୁହୂର୍ତ୍ତରେ ଆମେ ବହୁତ 6 ମାସ ପର୍ଯ୍ୟନ୍ତ ଆମେ ତାକୁ ରଖିପାରୁଛେ। ଆଜ୍ଞା। ଆଉ ଓଡିଶାରେ ଏଇ ଫସଲ ସ୍ଥିତି କଣ ଅଛି ସାର୍? ଓଡିଶା ମୁଁ ଟିକେ ପୂର୍ବରୁ ଆପଣଙ୍କୁ କହୁଥିଲି ଯେ ଯେତେ ଷ୍ଟେଟ ସବୁ ରହିଛି, ହୁଁ ହୁଁ, ହୁଁ ସାରା ଭାରତରେ ଯୋଉ ଆମର ଯେତେ ସବୁ ଷ୍ଟେଟ ରହିଛି, ସେଥିମଧ୍ୟରୁ ଓଡିଶା ରାଜ୍ୟରେ ସବୁଠାରୁ ଅଧିକା ପ୍ରଡକ୍ସନ ହଉଛି କନ୍ଦମୂଳ। ଓଡିଶା ରାଜ୍ୟ ହଉଛି 1 ନମ୍ବର କନ୍ଧମୂଳ ପ୍ରଡକ୍ସନ। ତେଣୁ ଓଡିଶା ଜଳବାୟୁ ଭଲ ଥିବା ହେତୁରୁ ଆମ ଓଡିଶାରେ କନ୍ଦମୂଳ ଚାଷଟି ବହୁତ ଭଲ ହେଇପାରୁଛି। ତେଣୁ ବିଶେଷ କରିକି ଆମର ଢେଙ୍କାନାଳ ଜିଲ୍ଲା, ଅନୁଗୁଳ ଜିଲ୍ଲା, କୋରାପୁଟ ଜିଲ୍ଲା, ଏଇ ଜିଲ୍ଲା ମାନଙ୍କରେ କନ୍ଦମୂଳ ବହୁତ ଭଲ ହଉଛି। ଆଉ ବିଶେଷ କରି ଢେଙ୍କାନାଳ ଜିଲ୍ଲା 1 ନମ୍ବରରେ ଅଧିକା ଆମର ପ୍ରଡକ୍ସନ ଦଉଛି। ଆଜ୍ଞା ଆଉ ସେଠି ବର୍ଷା ଋତୁରେ ସାଧାରଣତଃ ଇଏ କରିପାରୁଛନ୍ତି। ଆଉ ଠିକ ଅଛି। ତ ସାର୍ ଆଜି ଆମ ସହିତ ଯୋଉ ଯୋଗ ଦେଇଥିବା ଅଲଗା ଚାଷୀ ଭାଇ ଭଉଣୀ ମାନଙ୍କୁ ଏଇ କନ୍ଧମୂଳ ଚାଷ ଉପରେ ଆପଣ କଣ କହିବାକୁ ଚାହୁଁଛନ୍ତି? କନ୍ଦମୂଳ ଏମିତି ଗୋଟେ ଚାଷ ଯୋଉଟା କି ଆମ ପୂର୍ବ ପୁରୁଷରୁ ଆମେ ରହିଆସିଛି। କନ୍ଦମୂଳ ଚାଷଟା ବହୁତ ପୁରୁଣା ଚାଷ। ଆଉ ଏଇଟା ଆମେ ଯଦି କହିବା ଆମ ପୂର୍ବଜ ମାନେ ଖାଉଥିଲେ କଣ ନା ଫଳମୂଳ। ଯୋଉ ଆଦି ମାନବ ଆମ ପୂର୍ବଜ ଯୋଉ ଆଦି ମାନବ ଯେତେବେଳେ ବଣ ଜଙ୍ଗଲ ରହୁଥିଲେ ଫଳ ମୂଳ ଖାଇକି ବଞ୍ଚୁଥିଲେ। ହୁଁ ମୂଳ ଶବ୍ଦର ଅର୍ଥ ହେଲା କନ୍ଦା ଫସଲ। କନ୍ଦା ଫସଲ ଆମକୁ ନୂଆ ନୁହେଁ। ଏ ଆଦି ମାନଙ୍କ କାଳରୁ ଆମ ମଣିଷ ଏ କନ୍ଦା ଫସଲକୁ ଖାଇ ଆସିଛନ୍ତି। ଏବେ ମଧ୍ୟ ଖାଉଛନ୍ତି। ତେଣୁ ଫ୍ୟୁଚର ଆର କଣ ନା ଆର ଯୋଉ ଟାଇପ ର ଆମର ବିଭିନ୍ନ ପ୍ରକାର ଜଳବାୟୁର ତାରତମ୍ୟ ଦେଖାଯାଉଛି ବା ଗ୍ଲୋବାଲ ୱାର୍ମିଂ ଫ୍ୟାକ୍ଟର ଯୋଉଟା କି ଆମେ କହୁଛେ। ଏଇ ଗ୍ଲୋବାଲ ୱାର୍ମିଂ ଫ୍ୟାକ୍ଟର ପାଇଁ ଆମର କନ୍ଦା ଫସଲ ପୁରା ଏକଦମ ଭଲ ଅ ସୁଚାରୁ ରୂପେ ହେଇପାରିବ। କାହିଁକି ନା ଇଏ ଏମିତି
विपरीत परिस्थिति एमती निजक खाप खुआई करिछि जेकोसी परिस्थिति आसले मरुड़ी बन्या कम पानी हेले बेसी पानी हेले निजक से भल भाव में खाप खुआई विभिन्न परिस्थिति जलवायु रे ये निजक खाप खुआई हबार स्थिति रही तेणु कंदा फसल चाषी भाई आम ओडिशा राज्य जेहेतु भल जलवायु सांगे भल मृत्तिका रही जलसेचन सुविधा रही आ वर्षा हाराहारी जी हवा कथा 1200 ରୁ 1500 मिलीमीटर होउछि तेणु आमर ओडिशा चाषी भाई माने वर्षा ऋतु रे पहाड़िया जमी आमर रबी ऋतु रे जोटा प्लेन लैंड सब रही आमर जतेक कोस्टाल एरिया सब रही रबी ऋतु रे जलसेचन सुविधा अच्छी सेठी रबी ऋतु रे करें आमर अनेक गुड़े किसम बाहरी से किसम गुड़ाक जदि आपण मैंने चाष करुँचे भल माने अनुधान फसल हिसाब से भल दी पैसा हमको पाई परिबे ता संगे संगे जो पत्र रही हाराहारी 10 ରୁ 15 टन पत्र प्रति एकर हमको मिलूँ से गुड़ाक आम कौन कर ना हरा चारा हिसाब से गोरु गाई की खाया दे पार जोटा कि आमको चारा बाबद में बहुत पैसा हमको जो खर्च करुचे बाहर आम जो दाना किणिकी दौचे ये करुचे गाई मान क्षीर दवाई ये चारा जदि खाइब ग्रीन चारा सी अनेक भल आज्ञा तो धन्यवाद सर आपण मूल्यवान समय आम कृषि जागरण परिवार को देइथिबारु बहुत बहुत खुशी लगुची आउ आपणठू बहुत सारा चाषी बहुत किछि जिंस शिखि थिबे तो बहुत बहुत धन्यवाद नमस्कार।